ନମସ୍କାର କଲେ ପ୍ରତି ନମସ୍କାର ଜଣାଇବା କଥା। ଜଣାନ୍ତି ବି, କେତେଜଣ ଜଣାନ୍ତିନି। ଜଣେ ନମସ୍କାର କଲେ ପୁରା ଏମିତି ନ ହଉ, ଟିକେ ତ ଜଣେଇବା, ଏମିତି ତ କରିଦେବା, ହଁ ହେଲା, ଏମିତି କରିଦେବେ ଆଶୀର୍ବାଦ ମୁଦ୍ରାରେ, ନହେଲେ କିଛି ତ କରିବା, ଏମିତି କରିଦେବା, ନହେଲେ କିଛି, ନହେଲେ ସ୍ମାଇଲ୍ କରିଦେବା। ଯଦି ବହୁତ ସାନ ପିଲାଙ୍କୁ ନମସ୍କାର କରୁଛି, ପ୍ରତି ନମସ୍କାର ନ କଲେ ବି ସେଟା ଈଶ୍ୱରଙ୍କୁ ଅପମାନ। କାରଣ ସେ ଆମକୁ ନମସ୍କାର କରିନାହାନ୍ତି, ଆମ ଭିତରେ ଯେଉଁ ଆତ୍ମା ଅଛି, ବୟସରେ ତ ବଡ଼, ଆତ୍ମା ବି ଗୋଟେ ଅଛି ନା। ସବୁ ନମସ୍କାର ଈଶ୍ୱରଙ୍କ ପାଖକୁ ଯାଉଛି, ଭଗବାନଙ୍କ ପାଖକୁ ଯାଉଛି। ପ୍ରତି ନମସ୍କାର କରିବା ଉଚିତ। କେତେ ଜଣ କରନ୍ତିନି, ଏମିତି ପଥର ଭଳିଆ ଚାହିଁଥିବେ, ନମସ୍କାର କରନ୍ତୁ, ଯାହା କରନ୍ତୁ। ବେଳେବେଳେ ବହୁତ ସିନିୟର ଲୋକ ନମସ୍କାର କରନ୍ତି, ତା ପୂର୍ବରୁ ମୁଁ ହାତ ଯୋଡ଼ିକି ରଖିଥାଏ। ଶ୍ରଦ୍ଧା ସମ୍ମାନ ଦୃଷ୍ଟିରୁ କି ପୋଜିସନ୍ ଦୃଷ୍ଟିରୁ ବେଳେବେଳେ 85 ବର୍ଷର ଲୋକ, ମାନେ 80 ବର୍ଷ ଲୋକ ବି ଏମିତି ନମସ୍କାର କରିଦିଅନ୍ତି, ଭଲ ଲାଗେନି। ତା ପୂର୍ବରୁ ମୁଁ ଏମିତି ନଇକି ଥାଏ। ପ୍ରତି ନମସ୍କାର ନିଶ୍ଚୟ ଦରକାର। ବହୁତ ବଡ଼ ପାଠ ଇଏ, ଛୋଟ କଥା ବୋଲି ଆମକୁ ଲାଗୁଛି, ଛୋଟିଆ ଜିନିଷ ବୋଲି ନୁହଁ, ବହୁତ ବଡ଼ ଜିନିଷ, ବହୁତ ବଡ଼ କନସେପ୍ଟ ଇଏ। ଆମକୁ ସବୁବେଳେ ଶିଖିବାକୁ ଅଛି।